जो माने हालेलुया पूजा करूचंती ସେମାନେ ଭୂତ ପ୍ରେତକୁ ପୂଜା କରୁଛନ୍ତି। ଏମାନଙ୍କର ଭୂତ ଜନିରେ ପ୍ରେତ ଜନିରେ ଜନ୍ମ ହବା ନିଶ୍ଚିତ। ଏକଥା ମୁଁ କହୁନି, ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ କହିଲେ। ଆଉ ଜଣେ ମହାନ ଅନ୍ଧଭକ୍ତ ବାହାରିଛନ୍ତି। ସେ ହେଲେ ଅନ୍ଧଭକ୍ତ ମାନଙ୍କର ବାପା। ସେ କହୁଛନ୍ତି ହାଲେଲୁୟା ଗୋଟେ ଶୈତାନର ଶବ୍ଦ ବା ଶୈତାନକୁ ପୂଜା କରାଯାଉଥିବା ଶବ୍ଦ। नमस्कार प्रेस लॉर्ड मु आपसलम आपने देखुछथि एबे मोडे ब्लॉगर यूट्यूब चैनल। आसंतु सेही अंधभक्तटी कौन बखाणुची टिके सुनिबा। जो माने हालेलुया पूजा करूचंती ସେମାନେ ଭୂତ ପ୍ରେତକୁ ପୂଜା କରୁଛନ୍ତି। ଏମାନଙ୍କର ଭୂତ ଜନିରେ ପ୍ରେତ ଜନିରେ ଜନ୍ମ ହବା ନିଶ୍ଚିତ। ଏକଥା ମୁଁ କହୁନି, ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ କହିଲେ। ଭଗବାନ କହିଛନ୍ତି ତିନି ପ୍ରକାର ପୂଜା କରିବାର ବିଧି ଅଛି। ଗୋଟେ ହେଉଛି ସାତ୍विक ପୂଜା, ଯୋଉଟା କି ଜପ ତପ ଧ୍ୟାନ ବଳରେ ହୁଏ। ଭଗବାନ କହିଛନ୍ତି ପତ୍ରମ ପୁଷ୍ପମ ଫଲମ ତୋୟମ, ପତ୍ର ଫୁଲ ଆଉ ଜଳ ଅର୍ପଣ କରିଦେଲେ ମୁଁ ପ୍ରସନ୍ନ ହେଇଯିବି। ଏ ସାତ୍विक ପୂଜା। ତାପରେ ହେଉଛି ରାଜସିକ ପୂଜା, ଗୋଟେ ବଡ ବଡ ଅନୁଷ୍ଠାନ କରିକି ଯୋଉ ପୂଜା କରାଯାଏ ତାକୁ ରାଜସିକ ପୂଜା। ଆଉ ଗୋଟେ ହେଉଛି ତାମସିକ ପୂଜା, ଯୋଉଠି କି ତନ୍ତ୍ର ବଳରେ ଭୂତ ପ୍ରେତ ମାନଙ୍କୁ ପ୍ରସନ୍ନ କରିବା ପାଇଁ ଯୋଉ ପୂଜା କରାଯାଏ ତାକୁ ତାମସିକ ପୂଜା। ଏଇ ତାମସିକ ପୂଜା କଲେ ତାକାଣି କିଛି ଲାଭ ହେଇଯିବ, ସାରା ଜୀବନ କଷ୍ଟମୟ ହେଇଯିବ। ଗୋଡ ବି କଟି ଯାଇପାରେ, ହାତ ବି କଟି ଯାଇପାରେ, ପୁଅ ଝିଅ ବି ଅଳ୍ପ ବୟସରୁ ଚାଲି ଯାଇପାରନ୍ତି। ଏଇ ସବୁ ହେଲା ପରେ ତାର ଯୋଉ ଭବିଷ୍ୟତ ଜନ୍ମ ମିଳିବ ସେଇଟା ଭୂତ ଜନି କିମ୍ବା ପ୍ରେତ ଜନିରେ ମିଳିବ। ଜନ୍ମ ଜନ୍ମାନ୍ତର ନଷ୍ଟ ହେଇଯିବ। ତେଣୁ ଆପଣ କଳ୍ପନା କରନ୍ତୁ 2000 ବର୍ଷ ତଳେ ଯୋଉ ଲୋକକୁ କଣ୍ଟା ପିଟି ଦିଆ ହେଇଛି, ଯୋଉ ଲୋକ ବିଚରା ତା ଜୀବନର ଉଦ୍ଦେଶ୍ୟ ପୂର୍ତ୍ତି କରିପାରିନି, ଯୋଉ ଲୋକ ବୁଢା ହବା ପୂର୍ବରୁ ତାକୁ ଜବରଦସ୍ତି ମାରି ଦିଆଯାଇଛି, ହତ୍ୟା କରି ଦିଆଯାଇଛି, ସେ କଣ ମୁଖ୍ୟ ପ୍ରାପ୍ତି କରିଥିବ କି? ସେ ଭୂତ ହେଇକି ପ୍ରେତ ହେଇକି ବୁଲୁଥିବ ନିଶ୍ଚିତ। ତେଣୁ ଯୋଉମାନେ ଡିସେମ୍ବର 25 ରେ ଧ୍ୟାନ ରଖନ୍ତୁ ଭାଇ, ଯୋଉମାନେ ଡିସେମ୍ବର 25 ରେ ଯାଉଛନ୍ତି ଲାଇଟ୍ ଦେଖିବା ପାଇଁ, ତେଣୁ ଯୋଉମାନେ ଭୂତକୁ ପୂଜା କରୁଛନ୍ତି ସେମାନଙ୍କର ଭଗବତ ଗୀତା ଅନୁସାରେ ଭୂତ ଜନିରେ ପ୍ରେତ ଜନିରେ ଜନ୍ମ ହବା ନିଶ୍ଚିତ। ଦେଖନ୍ତୁ ଆମେ ଭଗବାନ ଶିବଙ୍କୁ ପୂଜା କରୁଛୁ, ଶିବ କଣ କେବେ ମରିଛନ୍ତି? ଆମେ ଭଗବାନ ବିଷ୍ଣୁଙ୍କୁ ପୂଜା କରୁଛୁ, ଭଗବାନ ବିଷ୍ଣୁ କେବେ କଣ ମରିଛନ୍ତି? ଭଗବାନ ରାମଙ୍କୁ ପୂଜା କରୁଛୁ। ଆମେ ଦେଖିବା ସରଜୁ ନଦୀରେ ଭଗବାନ ରାମଚନ୍ଦ୍ର ପ୍ରବେଶ କରୁଛନ୍ତି ଆଉ ସେଇଠୁ ସିଧା ସେ ବିଷ୍ଣୁ ଲୋକ ଗମନ କରୁଛନ୍ତି। କାରଣ ଜାଣନ୍ତି ଭଗବାନ ଶ୍ରୀକୃଷ୍ଣଙ୍କର ହୃଦୟ ଭାସି ଆସିକି ପୁରୀ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କ ଭିତରେ ପ୍ରତିଷ୍ଠିତ ହଉଛି। ଭଗବାନ ଶ୍ରୀକୃଷ୍ଣଙ୍କର ମୂର୍ତ୍ତି ହେଇନି। ଆମେ ହନୁମାନଜୀଙ୍କୁ ପୂଜା କରୁଛୁ, ହନୁମାନଜୀ ତମ। ତେବେ ଇଏ ଯୋଉମାନେ ଭୂତକୁ ପୂଜା କରୁଛନ୍ତି ତାଙ୍କର ନାଶ ହବା ନିଶ୍ଚିତ। ଭୂତକୁ ପୂଜା କଲେ କଣ ଶରୀର ଠିକ ହବ କି? କେବେ ହବନି, ମିଛ ଭ୍ରମ। ମଦର ମେରୀଙ୍କ ଆଖିର ଲୁହ ତାଙ୍କ ଝାଳ ଗୋଟେ ଶିଶିରେ ବତି କରି ଦଉଛନ୍ତି। ଇଏ ପବିତ୍ର ଜଳ ହାଲେଲୁୟା। ଏହା ମାଧ୍ୟମରେ ଲୋକଙ୍କୁ କହୁଛନ୍ତି ପଇସା ଦିଅ, ଦାନ ଦିଅ, ଯୀଶୁଙ୍କୁ ଦାନ ଦିଅ। ଆଉ ସେ ଦାନ ଯଦି ଆମେ ଦଉଛନ୍ତି ତାହେଲେ ଇଏ ଦାନ ବି ଆମକୁ ନରକକୁ ପଠେଇବ। ତେଣୁ ବେଳ ଥାଉ ତ ସୁଧରି ଯାଆନ୍ତୁ, ନହେଲେ ଭୂତ ହେଇକି ଆର ଜନ୍ମକୁ ଜନ୍ମ ନେବା ପାଇଁ ପ୍ରସ୍ତୁତ। ଜୟ ଶ୍ରୀରାମ। ए भक्त माने तार अर्थ को बुझिचंती कि खाली बखाणीबाटा जानिबे किंतु तार अर्थ को भाषार तो बिल्कुल बुझी पारबे नहीं। कहउछंती ख्रीष्टान माने हालेलुया को पूजा करछंती। जो माने हालेलुया पूजा करूचंती ସେମାନେ ଭୂତ ପ୍ରେତକୁ ପୂଜା କରୁଛନ୍ତି। अरे मूर्ख, ख्रीष्टान माने हालेलुया को पूजा करती नहीं, हालेलुया कहती। हालेलुया गोटे पवित्र शब्द जहाँ को परमेश्वर को पूजा आराधना और प्रशंसा करिवार शब्दटी। भूत जनिरे प्रेत जनिरे जन्म हवा निश्चित। एकथा ମୁଁ କହୁନି, ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ କହିଲେ। ଭଗବାନ हाँ से कथा तो तू कहूनु तो भगवान जहाँ कहूँ तू भी ताहा कहूँ तामने तार तोर कौन अंतर रहा तू ही तो कहूँ। भगवान କହିଛନ୍ତି ତିନି ପ୍ରକାର ପୂଜା କରିବାର ବିଧି ଅଛି। ଗୋଟେ ହେଉଛି ସାତ୍विक ପୂଜା, ଯୋଉଟା କି ଜପ ତପ ଧ୍ୟାନ ବଳରେ ହୁଏ। ଭଗବାନ କହିଛନ୍ତି ପତ୍ରମ ପୁଷ୍ପମ ଫଲମ ତୋୟମ, ପତ୍ର ଫୁଲ ଆଉ ଜଳ ଅର୍ପଣ କରିଦେଲେ ମୁଁ ପ୍ରସନ୍ନ ହେଇଯିବି। ଏ ସାତ୍विक ପୂଜା। ତାପରେ ହେଉଛି ରାଜସିକ ପୂଜା, ଗୋଟେ ବଡ ବଡ ଅନୁଷ୍ଠାନ କରିକି ଯୋଉ ପୂଜା କରାଯାଏ ତାକୁ ରାଜସିକ ପୂଜା। ଆଉ ଗୋଟେ ହେଉଛି ତାମସିକ ପୂଜା, ଯୋଉଠି କି ତନ୍ତ୍ର ବଳରେ ଭୂତ ପ୍ରେତ ମାନଙ୍କୁ ପ୍ରସନ୍ନ କରିବା ପାଇଁ ଯୋଉ ପୂଜା କରାଯାଏ ତାକୁ ତାମସିକ। तीन प्रकार पूजा करिवार विधि सेटा आम धर्म रे नुहे, आम संस्कृति नुहे, तमर से अंधभक्त मानकर संस्कृति रे ही रही। सात्विक पूजा, जोटा कि जप तप ध्यान बଳରେ हुए। भगवान କହିଛନ୍ତି पत्रम पुष्पम फलम तोयम, पत्र फुल ଆଉ ଜଳ ଅର୍ପଣ କରିଦେଲେ ମୁଁ ପ୍ରସନ୍ନ ହେଇଯିବି। ଏ ସାତ୍विକ ପୂଜା। हाँ तम भगवान तो फल मूल गछ ढाल पत्र आ फूल देले खुशी हो जाउची, आ मन देले से नब नाई। ताकू दोरचारी बेबिचारी मूर्ख हत्याकारी गुंडा बदमाश एमाने रागिकी भी फूल फल देले आ जल ढाली देले से खुशी हो जीवो। एमिति भगवान तो पुओ झियो भी अल्प बयसरू चली जाई पारंती। ई सब हेला परे तार जो भविष्यत जन्म मिलिबो सेटा भूत जनि किबा प्रेत जनि रे मिलि जन्म जन्मांतर नष्ट हो जीवो। तेमा आपण कल्पना करंतु भूत हेकी आर जन्म को जन्म नेबा पई प्रस्तुत। जय श्री राम। अरे मूर्ख, तम धर्मशास्त्र ही तम ग्रंथ रे ही लिखा अछि मनीष जन्म चक्र। से माने पाप कले कि बिलुआ हे जन्म होती, कि कुकुर है, कि बारिया है, कि शैतान है, एटा आम बाइबल तो कहेनी। तामाने तू निजे निजर बखाणुचु, निजर ग्रंथर कथा कहूचु, निजर भगवान रो अपमान करूचु। जो माने हालेलुया पूजा करूचंती ସେମାନେ ଭୂତ ପ୍ରେତକୁ ପୂଜା କରୁଛନ୍ତି। ଏମାନଙ୍କର ଭୂତ ଜନିରେ ପ୍ରେତ ଜନିରେ ଜନ୍ମ ହବା ନିଶ୍ଚିତ କିମ୍ବା ପ୍ରେତ ଜନିରେ ମିଳି ଜନ୍ମ ଜନ୍ମାନ୍ତର ନଷ୍ଟ ହେଇଯିବ। तू शैतान भूत प्रेत जो कथा कहूनु, भूत प्रेत शैतान तो तुम भगवान माने जानिचु। तुम मंदिर को गले कौन देखा जाउची जानिचु? जार हाथ नाई,
ଯାହାର ଗୋଡ଼ ନାହିଁ, ଆଉ କାହାର ବଡ଼ ବଡ଼ ଆଖି, ଆଉ କିଏ ତ ଖଣ୍ଡା ଧରି କାତି ଧରି ଥିବ, ଆଉ ଜୀବ ବି କାଢ଼ିକି ଥିବ। ଏ ପ୍ରକାର ଲୋକମାନଙ୍କୁ ଭଗବାନ କହିବ? ଈଶ୍ୱର ହେଇପାରିବେ କି ସେମାନେ? ସେମାନଙ୍କ ପାଖକୁ ସାହାଯ୍ୟ ମାଗୁଥିବା ଲୋକ କେବେ ବି ଯାଇପାରିବେ ନାହିଁ। ନିରୀହ ସରଳ ବ୍ୟକ୍ତିମାନେ ସାହାଯ୍ୟ ମାଗିବାକୁ ଯିବେ ନାହିଁ, ଡରିବେ। ମୋତେ ତ ଡର ଲାଗୁଛି ତମ ମନ୍ଦିରକୁ ଯିବା ପାଇଁ। କାହିଁକି ନା ମନ୍ଦିର ଭିତରକୁ ପଶିଲେ ତମ ଭଗବାନ ଯେମିତି ଦେଖାଯାଉଛନ୍ତି ରାକ୍ଷସ ଶୈତାନମାନଙ୍କ ଭଳି, ସେମାନଙ୍କୁ ମୁଁ କେବେ ବି ଭଗବାନ ଦେବତା ମାନିପାରିବି ନାହିଁ। କେବଳ ମୋ ପାଇଁ ସେମାନେ ଈଶ୍ୱର ହେଇପାରିବେ ନାହିଁ, ବରଂ ମୋ ନଜରରେ ସେମାନେ ସବୁ ରାକ୍ଷସ ଶୈତାନ ଆଉ ଗୁଣ୍ଡା ବଦମାସ ଅଟନ୍ତି। ଆମ ଯୀଶୁଙ୍କୁ କ'ଣ କହୁଛ? ଶୈତାନ। ଆରେ ତାର ଜ୍ଞାନ ଟେକ୍ନିକକୁ ଯଦି ବୁଝିବୁ, ଜାଣିବୁ ସେ କ'ଣ ପାଇଁ ମଣିଷ ରୂପୀ ହେଇ ଜଗତକୁ ଆସିଲେ। କାହିଁକି ନା ମଣିଷ ତାର ରୂପକୁ ଦେଖିକି ବଞ୍ଚିପାରିବ ନାହିଁ, ସେ ମରିଯିବ। ସେଥିପାଇଁ ସେ ସାଧାରଣ ଲୋକ ବ୍ୟକ୍ତି ହେଇ ଜଗତ ଧରାପୃଷ୍ଠକୁ ଅବତୀର୍ଣ୍ଣ ହେଲେ। ମଣିଷର ନିୟମ ଅନୁସାରେ ଗୋଟେ ନାରୀ ଦେଇ, ଆଉ ସାଧାରଣ ମଣିଷ ରୂପ ନେଇ ଲୋକମାନଙ୍କୁ ଉଚିତ ଶିକ୍ଷା ଦେଇ ଲୋକମାନଙ୍କ ଆଗରେ ଅନେକ ନାନା ପ୍ରକାର ଚମତ୍କାର ମଧ୍ୟ ଦେଖାଇଲେ, ଆଉ ଭବିଷ୍ୟତ କଥା ମଧ୍ୟ କହିଲେ। କିନ୍ତୁ ଭ୍ରଷ୍ଟାଚାରୀ ମଣିଷ ଚିହ୍ନି ପାରିଲେ ନାହିଁ, ଜାଣିପାରିଲା ନାହିଁ। କିଏ କ'ଣ ଖଣ୍ଡା କାତି ଧରି ଜୀବ ବାହାର କରି ଚକାଡୋଳ ଉପରେ ବଡ଼ ବଡ଼ କରି ଖଣ୍ଡିଆ ହାତ ଖଣ୍ଡିଆ ପାଦରେ କାହାକୁ ଡାକିଲେ କିଏ ତମ ପାଖକୁ ଆସିବ କି? ନା ପୂଜା କରିବେ? ସେମାନେ ତ ଧାଇଁକି ପଳେଇବେ। ସମାନତା ଦେଖୁନୁ, ରାକ୍ଷସମାନଙ୍କର ଯେଉଁ ଗୁଣ, ଧର୍ମ, ରୂପ, ଢଙ୍ଗ, ସେମିତି ତ ତମ ଦେବା ଦେବୀମାନଙ୍କର ରୂପ। କହିବାକୁ ଆସିଛି କିଏ ଶୈତାନ, କିଏ ଭୂତ, କିଏ ପ୍ରେତ। ବୁଝିଯା, ସୁଧୁରି ଯା। ଅନ୍ଧାରରେ ରହିଛୁ, ଆଲୋକ ବିଷୟ ଟିକେ ଶୁଣେ, ଆଲୋକକୁ ଟିକେ ଆସେ, ଜାଣିବୁ କେଉଁ ରାସ୍ତାଟି ଭଲ, କେଉଁ ରାସ୍ତାଟି ସଫା, କେଉଁ ରାସ୍ତାଟି ଅନ୍ଧାର ଆଉ ଖଦଡ଼ା। ଏବେ ଯେଉଁ କଥା ତୁ କହୁଛୁ, ତମ ଧର୍ମଗ୍ରନ୍ଥ ଅନୁସାରେ ଆଉ ଗୋଟିଏ ଜନ୍ମରେ ତୁ ବାୟା କୁକୁର ହେଇ ବୋଧେ ଜନ୍ମ ହେବ। ତୋର ଗ୍ରନ୍ଥ କେତେ ଶିକ୍ଷା ଦେଉଛି ଜାଣିଛୁ? ପୃଥିବୀରେ ଭଲ ଲୋକ ବଞ୍ଚିବା ବହୁତ କଷ୍ଟ। ସେମାନଙ୍କୁ ଅନେକ ହିଂସ୍ରକ ବାଘ ଭଳି ଶତ୍ରୁମାନେ ବାହାରିବେ, ଆଉ ତାକୁ ଶାନ୍ତିରେ ବଞ୍ଚିବାକୁ ଦେବେ ନାହିଁ। ତା କଥାକୁ ଅସ୍ୱୀକାର କରିବେ। ଯିଏ ସତ୍ୟ କହିବ, ଯିଏ ପ୍ରକୃତ କଥା କହିବ, ତାକୁ ହିଁ ଘୃଣା କରୁଥିବା ଲୋକ ପୃଥିବୀରେ ଅଛନ୍ତି। ବର୍ଷ ତଳେ ଯୋଉ ଲୋକକୁ କଣ୍ଟା ପିଟି ଦିଆ ହେଇଛି, ଯୋଉ ଲୋକ ବିଚରା ତା ଜୀବନର ଉଦ୍ଦେଶ୍ୟ ପୂର୍ତ୍ତି କରିପାରିନି, ଯୋଉ ଲୋକ ବୁଢା ହବା ପୂର୍ବରୁ ତାକୁ ଜବରଦସ୍ତି ମାରି ଦିଆଯାଇଛି, ହତ୍ୟା କରି ଦିଆଯାଇଛି, ସେ କଣ ମୁଖ୍ୟ ପ୍ରାପ୍ତି କରିଥିବ କି? ସେ ଭୂତ ହେଇକି ପ୍ରେତ ହେଇକି ବୁଲୁଥିବ ନିଶ୍ଚିତ। ତେଣୁ ଯୋଉମାନେ ଡିସେମ୍ବର 25 ରେ ଧ୍ୟାନ ରଖନ୍ତୁ ଭାଇ, ଯୋଉମାନେ ଡିସେମ୍ବର 25 ରେ ଯାଉଛନ୍ତି ଲାଇଟ ଦେଖିବା ପାଇଁ, ତେଣୁ ଯୋଉମାନେ ଭୂତକୁ ପୂଜା କରୁଛନ୍ତି। ଆଉ ଏ କଥା ଜାଣିଛୁ, ଯିଏ 33 ବର୍ଷ ବୟସରେ ଏତେ ଚମତ୍କାର କାର୍ଯ୍ୟ କଲା, ଏତେ ବିଷୟମାନ ଦେଖାଇଲା, ଏତେ ଶିକ୍ଷା ଦେଲା ମାନବ ସମାଜକୁ, ଏଇ ଅଳ୍ପ ବୟସରେ ଯଦି ଏତେ କଥା ସାରା ପୃଥିବୀ ଲୋକ ବିଶ୍ୱାସ କରୁଛନ୍ତି, ମାନୁଛନ୍ତି, ଆଉ ତାର ସଂସ୍କୃତିକୁ ସାଲ୍ୟୁଟ୍ କରୁଛନ୍ତି, ଟିକେ ଥରେ ଭାବିକି ଦେଖୁନୁ। ଯଦି ତମର ସେହି ଭଗବାନ ମାନଙ୍କ ଭଳି ଯଦି 1900 ବର୍ଷ ପର୍ଯ୍ୟନ୍ତ ଯଦି ତାର ଯୋଜନା, ପରମେଶ୍ୱରଙ୍କର ଯୋଜନା ସେଭଳି ଥାନ୍ତା, ତାହେଲେ ପୃଥିବୀ ହେଇନଥାନ୍ତା, ସ୍ୱର୍ଗ ପାଲଟି ଥାନ୍ତା। ବୁଝିଲୁ? ବା ନିଶ୍ଚିତ। ଦେଖନ୍ତୁ, ଆମେ ଭଗବାନ ଶିବଙ୍କୁ ପୂଜା କରୁଛୁ, ଶିବ କଣ କେବେ ମରିଛନ୍ତି? ଆମେ ଭଗବାନ ବିଷ୍ଣୁଙ୍କୁ ପୂଜା କରୁଛୁ, ଭଗବାନ ବିଷ୍ଣୁ କେବେ କଣ ମରିଛନ୍ତି? ଭଗବାନ ରାମଙ୍କୁ ପୂଜା କରୁଛୁ, ଆମେ ଦେଖିବା ସରଜୁ ନଦୀରେ ଭଗବାନ ରାମଚନ୍ଦ୍ର ପ୍ରବେଶ କରୁଛନ୍ତି। ତମ ଦେବତା ମାନେ ଭଗବାନ ମାନେ କ'ଣ କଲେ ଏତେ ବର୍ଷ ବଞ୍ଚିକି? ଖାଲି ନିଜର ରାସଲୀଳା, ନିଜର ଉପଭୋଗ, ଏନ୍ଜୟ ଆଉ ବେବିଚାର ଗୁଣରେ ସେମାନେ ଜୀବନ ଯାପନ କଲେ। ଏତେ ବର୍ଷ ବଞ୍ଚିକି କ'ଣ ଲାଭ କଲେ? ଏତେ ବର୍ଷ ବଞ୍ଚିକି ବି ସାରା ପୃଥିବୀ ଲୋକ ଚିହ୍ନି ପାରୁନାହାନ୍ତି ତମ ଦେବତା ଭଗବାନ ମାନଙ୍କୁ। ନିଶ୍ଚିତ। ଦେଖନ୍ତୁ, ଆମେ ଭଗବାନ ଶିବଙ୍କୁ ପୂଜା କରୁଛୁ, ଶିବ କଣ କେବେ ମରିଛନ୍ତି? ଆମେ ଭଗବାନ ବିଷ୍ଣୁଙ୍କୁ ପୂଜା କରୁଛୁ, ଭଗବାନ ବିଷ୍ଣୁ କେବେ କଣ ମରିଛନ୍ତି? ଭଗବାନ ରାମଙ୍କୁ ପୂଜା କରୁଛୁ, ଆମେ ଦେଖିବା ସରଜୁ ନଦୀରେ ଭଗବାନ ରାମଚନ୍ଦ୍ର ପ୍ରବେଶ କରୁଛନ୍ତି। ହଁ, ତମ ଶିବ ତ ମରିନି, ଏବେ ଆମ ଚାରି ପାଖରେ ବୁଲୁନି କି? ଭାରତରେ ଅଛି ପରା ଶିବ, ତମ ବିଷ୍ଣୁ, ତମ ଦେବତା ଭଗବାନ ମାନେ ମରିନାହାନ୍ତି ନା? ସେମାନେ ତମ ଘର ଦାଣ୍ଡପଟୁ ବାରିପଟୁ ବୁଲୁଛନ୍ତି, ଦେଖିବାକୁ ମିଳୁଛି। ନରକକୁ ପଠେଇବ, ତେଣୁ ବେଳ ଥାଉ ତ ସୁଧୁରି ଯାଆନ୍ତୁ। ସୁଧୁରିବା କଥା କହୁଛ? ସୁଧୁରିବା ତୋର ଦରକାର। ତୋର ସେ ଭଗବାନ ମାନେ ହିଁ ଶୈତାନ। ଯଦି ଭଲସେ ପରଖିବୁ, ଜାଣିବୁ, ଜଣେ ସାପରେ ବେକରେ ସାପକୁ ଲମ୍ବଉଛି, ଆଉ ଜଣେ ଖଣ୍ଡା ଖାତି ଧରି ଗୁଣ୍ଡା ବଦମାସ ପରି ଯୁଦ୍ଧ କରୁଛି, ଆଉ ଜଣେ ରାକ୍ଷସ ପରି ରୂପ ନେଉଛି, ଆଉ ଜଣେ ମଣିଷ ପରି ଦିଶୁଛି, ହେଲେ ତାର ହାତ ଗୋଡ଼ ଅସଂଖ୍ୟକ, କାହାର 7ଟି, କାହାର 6ଟି। ଏମାନଙ୍କୁ ଭୂତ ଶୈତାନ କହିବେ ନାହିଁ ତ ଆଉ କାହାକୁ କହିବେ? ହାଲେଲୁୟା ଶବ୍ଦ ତୁ ଜାଣିନୁ କେତେ ପବିତ୍ର, ଈଶ୍ୱରଙ୍କୁ ପ୍ରଶଂସା କରିବାର ଶବ୍ଦ। ଏହି ଶବ୍ଦକୁ ଅପମାନ କରି
ତୁ କ୍ଷମା ପାଇବୁ କି ନାହିଁ ଜାଣିନି, କିନ୍ତୁ ଆମେ ପ୍ରାର୍ଥନା କରୁଛୁ ତୁମେ ନିଶ୍ଚିତ କ୍ଷମା ପାଅ ଆଉ ଅନୁତାପ ଜୀବନ ଆସୁ। ଯୀଶୁ ପରମେଶ୍ୱର ତୁମକୁ କ୍ଷମା କରନ୍ତୁ ତୋର ଏହି ଖରାପ ଗୁଣ, ଖରାପ କଥାବାର୍ତ୍ତା, ଦୌରାତ୍ମ୍ୟ ଜୀବନକୁ। ଏବେ ତୁ ଯୀଶୁଙ୍କୁ ଯେତେ ଯାହା କହିଲେ ବି ସେ ତୋତେ କ୍ଷମା କରିବ, କିନ୍ତୁ ଶେଷ ବିଚାରରେ ତୋର ଏହି ବର୍ତ୍ତମାନର ଗୁଣରେ ଯେଉଁ କଥାବାର୍ତ୍ତା କରୁନୁ, ତୋର ଯେଉଁ ବ୍ୟବହାର ଗୁଡ଼ାକ ଦେଖାଉନୁ, ସେଇଟା ବିଚାର ହେବ। ତାପରେ ନର୍କ କଥା ଯେଉଁ କହୁନୁ, ସେହି ନର୍କରେ ତୁ ପଡ଼ିବୁ। ଭଲରେ ଯଦି ଦେଖିବୁ କିଏ ଶୈତାନ ବୁଝିବୁ। ଆମ ଯୀଶୁ କେବଳ ମଣିଷ ସାଧାରଣ ବ୍ୟକ୍ତି ପରି ଥିଲେ, କିନ୍ତୁ ତାଙ୍କ ପାଖରେ ଏତେ ଚମତ୍କାର ଜ୍ଞାନ ଶକ୍ତି ଥିଲା ତାହା ତୁ ବର୍ଣ୍ଣନା କରିପାରିବୁ ନାହିଁ। ପୃଥିବୀର କୌଣସି ବ୍ୟକ୍ତି ମଧ୍ୟ ବର୍ଣ୍ଣନା କରିପାରିବୁ ନାହିଁ। ଆଉ ତ ଭଗବାନ କଥା କହୁଛୁ, ସେମାନଙ୍କର କଥା ତୁ ଭଲସେ ବର୍ଣ୍ଣନା କରିଛୁ, ଭଲସେ ଦେଖିଛୁ। ତତ୍ତ୍ୱ ନେଇ ଦେଖେ, ଜାଣିବୁ ସେମାନେ ଦେବତା ନା ଭୂତ ପ୍ରେତ। ମୁଁ ତ କହିବି ସେମାନେ ସବୁ ରାକ୍ଷସ, ଶୈତାନ, ଦୁଷ୍ଟାତ୍ମଗଣ। ସେମାନେ ନିଜ ନିଜର ପୂଜା ପାଇବା ପାଇଁ ନିଜକୁ ଭଗବାନ ଦେବତା ଦେଖାଇ ହେଉଛନ୍ତି। ତୋର ଏ ଅନ୍ଧଭକ୍ତ କେବେ ଛାଡ଼ିବୁ? ଆମେ ପ୍ରାର୍ଥନା କରୁଛୁ କେବେ ନା କେବେ ତୁ ନିଶ୍ଚିତ ବୁଝିବୁ, ଜାଣିବୁ ଆଉ କିଏ ପ୍ରକୃତ ଈଶ୍ୱର। ଆଉ ଏହି ଯେଉଁ ହାଲେଲୁୟା ଶବ୍ଦକୁ ତୁ ଅପମାନ କରୁଛୁ, ନିଶ୍ଚିତ ଅନୁତାପ କରିବୁ। ଏଇଟା ମୋର ଚ୍ୟାଲେଞ୍ଜ। ଆମେ ଅଭିଶାପ ଦେଉନୁ, ଆମେ ଅନୁତାପ କରିବାର ସ୍ୱାଗତ ଜଣାଉଛୁ। ପ୍ରଭୁ ଯୀଶୁ ଆପଣଙ୍କୁ କ୍ଷମା କରନ୍ତୁ। ଆପଣଙ୍କ ଭଳି ଅନେକ ଲୋକମାନଙ୍କୁ ମନ ପରିବର୍ତ୍ତନ କରିବାର ସୁଯୋଗ ଦିଅନ୍ତୁ, ଅନୁତାପ କରିବାର ସମୟ ଦିଅନ୍ତୁ। ଆମେନ୍। ପ୍ରେଜ୍ ଦ ଲର୍ଡ। ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ପ୍ରେଜ୍ ଦ ଲର୍ଡ।